ଆକ୍ସନ ମୋଡ୍ରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ 7 ଦିନରେ ମିଳିବ ଆଦିବାସୀଙ୍କୁ ନ୍ୟାୟ। ଏଭଳି ଏକ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକ। ଆଠଗଡ଼ ଆଦିବାସୀଙ୍କ ହିତାଧିକାରୀଙ୍କ ନାମରେ 300ରୁ ଉର୍ଦ୍ଧ୍ୱ ଆବାସ ଦୁର୍ନୀତିର ପୋଲ ଖୋଲିଥିଲେ ଆଠଗଡ଼ ବିଜେପି ନେତା ଅଭୟ କୁମାର ବାରିକ। ବିଗତ 24 ବର୍ଷର ବିଜେଡି ସରକାର ଓ 37 ବର୍ଷର ବିଧାୟକଙ୍କ ଅନେକ ଲୁଟ୍ ମଧ୍ୟରେ ଆଠଗଡ଼ ବିଧାୟକ ରାଜା ସ୍ୱାଇଁ ଓ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟଙ୍କ ମିଳିତ ଭାବରେ କୁମାରପୁର ନିରୀହ ଆଦିବାସୀ ଲୋକଙ୍କ ନାମରେ ପ୍ରାୟ 300ରୁ ଉର୍ଦ୍ଧ୍ୱ ଆବାସ ଘର, ଯାହାର ଆନୁମାନିକ ମୂଲ୍ୟ 3 କୋଟିରୁ ଅଧିକ ହେବ। ଗତ କିଛିଦିନ ତଳେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ନିକଟରେ ଗରିବ ଆଦିବାସୀଙ୍କ ସହିତ ଫେରାଦ ହୋଇଥିଲେ ବିଜେପି ନେତା ଅଭୟ କୁମାର ବାରିକ। ଆଠଗଡ଼ କୁମାରପୁର ଗସ୍ତରେ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଆସି ଆବାସ ଦୁର୍ନୀତିର ଶିକାର ହୋଇଥିବା ଆଦିବାସୀମାନଙ୍କ ଘରେ ପହଞ୍ଚି ସ୍ଥିତି ପରିଦର୍ଶନ କରି ପୂର୍ବ ସରକାର ଓ ଆଠଗଡ଼ ବାହାଦୁରିଆ ବିଧାୟକଙ୍କୁ ତାଚ୍ଛଲ୍ୟପୂର୍ବକ ଭାବରେ ନିଜ ପ୍ରତିକ୍ରିୟା କରିଥିଲେ। ସାଙ୍ଗରେ ଥିଲେ ବିଜେପି ନେତା ଅଭୟ କୁମାର ବାରିକ, ପଞ୍ଚାୟତିରାଜ ବିଭାଗର ମୁଖ୍ୟ ସଚିବ, ଅତିରିକ୍ତ ସଚିବ, କଟକ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଆଠଗଡ଼ ବିଡିଓଙ୍କ ସହିତ ବ୍ଲକ ପ୍ରଶାସନ। 7 ଦିନ ମଧ୍ୟରେ ଆବାସ ଲୁଟ୍ରେ ସମ୍ପୃକ୍ତ ଥିବା ଲୁଟେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ। ଆଜି ଆସିଥିଲେ ଆମର ଆଠଗଡ଼ ତିଗିରେ ନିର୍ବାଚନ ମଣ୍ଡଳୀର କୁମାରପୁର ପଞ୍ଚାୟତ, ଦମ୍ପତିପୁର, ଦଣ୍ଡାପଡ଼ିଆ, କେରାସାଇ ବିଭିନ୍ନ ଗାଁରେ ଆବାସ ଯୋଜନାରେ ମହା ଦୁର୍ନୀତି ହେଇଥିଲା। ପୂର୍ବରୁ ଆମେ ବିଡିଓ ଏବଂ ପିଡି କଲେକ୍ଟରଙ୍କୁ ବି ଲେଖା ଦେଇଥିଲୁ। ଆଜି ଆସିଥିଲେ ଆମର ପଞ୍ଚାୟତରାଜ ଡିପାର୍ଟମେଣ୍ଟର ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାୟକ ମଧ୍ୟ, ତା ସହିତ ପଞ୍ଚାୟତରାଜ ଡିପାର୍ଟମେଣ୍ଟର କମିଶନର କମ୍ ସେକ୍ରେଟାରୀ ଆସିଥିଲେ, ଡାଇରେକ୍ଟର ବି ଆସିଥିଲେ, ପିଡି ଆସିଥିଲେ, କଲେକ୍ଟର ଆସିଥିଲେ, ବିଡିଓ ଆସିଥିଲେ। କହିବାକୁ ଗଲେ ପଞ୍ଚାୟତରାଜ ଡିପାର୍ଟମେଣ୍ଟର ମାନେ ଗଭର୍ଣ୍ଣମେଣ୍ଟର ଏଣ୍ଟାୟାର ଟିମ୍ ଆସିଥିଲେ, ଯେଉଁଟାକି ଦେଖିଲେ ଓଡ଼ିଶାରେ ଏଭଳି ଘୋଟାଲା ହେଇନାହିଁ, ଏଭଳି ଦୁର୍ନୀତି କୌଣସି ଜାଗାରେ ବିଶେଷ କରି ଆବାସ ଯୋଜନାରେ ଦୁର୍ନୀତି ହେଇନାହିଁ। ଯେଉଁଟାକି ଆଶ୍ଚର୍ଯ୍ୟର କଥା ଆଜି ଦେଖିଲୁ ଗୋଟେ ଜିନିଷ, ନିଜେ ସେକ୍ରେଟାରୀ ତାଙ୍କର ଆଣିଥିଲେ, ଯେଉଁଟାକି ଘର ହେଇନାହିଁ କିନ୍ତୁ ଇନସେଣ୍ଟିଭ ବି ମିଳିଛି। ତେଣୁ ଆପଣ ଅନୁମାନ କରିପାରନ୍ତୁ କେଉଁଭଳି ଭାବରେ ଏଠି ଚଞ୍ଚକତା କରାଯାଇଛି। ଏଠିକାର ଯିଏ ଅଛନ୍ତି 35 ବର୍ଷର ବିଧାୟକ ଏବଂ 3 ଥର ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ବିଜେଡି ସରକାର ସମୟରେ, ଏବଂ ତାଙ୍କର ଯିଏ ରାଇଟ୍ ହ୍ୟାଣ୍ଡ ଏବେକାର ଯିଏ ଅଛନ୍ତି ବ୍ଲକ ଚେୟାରମ୍ୟାନ୍ ଆଠଗଡ଼ର, ତାଙ୍କର ସ୍ୱାମୀ ରଞ୍ଜନ ଆଚାର୍ଯ୍ୟ। ସବୁ ଆଦିବାସୀ ଲୋକ ସ୍ପଷ୍ଟ ଭାବରେ ଆଜି କହିଲେ ମନ୍ତ୍ରୀ କି ଯେ ରଞ୍ଜନ ଆଚାର୍ଯ୍ୟ ଏ ପଇସାକୁ ହଡପ କରିଛନ୍ତି। ତେଣୁ ମନ୍ତ୍ରୀ ନିଜେ ବି ଘର ବୁଲିଲେ, ସେକ୍ରେଟାରୀ ବି ଘର ବୁଲିଲେ, ସମସ୍ତ ଅଧିକାରୀ ମାନେ ଘର ବୁଲିଲେ ଏବଂ 7 ଦିନ ଭିତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରା କ୍ଲିୟର କହିଲେ। ଏବଂ ମନ୍ତ୍ରୀ କହିକି ଯାଇଛନ୍ତି ଏବଂ ଡାଇରେକ୍ଟର ସେକ୍ରେଟାରୀ କହିକି ଯାଇଛନ୍ତି ଏ କେସ୍ ଇଓଡବ୍ଲ୍ୟୁକୁ ଦିଆଯିବ। ଏବଂ ଆପଣ ଆହୁରି ଗୋଟେ କଥା ଦେଖିଥିବେ, ଇନକ୍ୱାରି ପରେ ଏବେ ଚଞ୍ଚକତା କରି କିଛି ଲୋକଙ୍କର ଘର ଆରମ୍ଭ କରାଯାଇଛି। ତେଣୁ ସେ ପରିପ୍ରେକ୍ଷୀରେ ମଧ୍ୟ ଷ୍ଟେପ୍ ନେଲେ ଯିଏ ଘର କରୁଛି ସେ ଲୋକ କିଏ, କାରଣ ଆପଣ ଜାଣିଥିବେ ପୂର୍ବରୁ ଏ ଘର ହେଇନାହିଁ, 1,20,000 ଲେଖାଏଁ ଉଠିଛି, ତା ପାଇଁ ଇନସେଣ୍ଟିଭ ହେଇଯାଇଛି, ପଇସା ଉଠେଇଛନ୍ତି। ତେଣୁ ଏ ଘର ଏବେ କିଏ କରୁଛି, ତେଣୁ ଏଥିରୁ ଯେଉଁ ଲୋକ ଘର କରୁଛି ବା ଯେଉଁ କଣ୍ଟ୍ରାକ୍ଟର କରୁଛି ସିଏ ଏଥିରେ କଲପ୍ରିଟ୍ ଏବଂ ମୁଖ୍ୟ ଆରୋପୀ ବୋଲି ଆଜି କହିକି ଯାଇଛନ୍ତି। ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବଂ ସେଠିକାର ସେ ସମୟରେ ଯିଏ ପିଓ ଥିଲେ ନାରାୟଣ ସାହୁ, ସିଏ ବି ସ୍ପଷ୍ଟ ଭାବରେ କହିକି ଯାଇଛନ୍ତି ଯେ ରଞ୍ଜନ ଆଚାର୍ଯ୍ୟ ତାଙ୍କୁ ଜୋର ଜବରଦସ୍ତ କହୁଥିଲେ ଏଥିରେ ସାଇନ୍ କର ଏବଂ ଗୋଟେ ଘର ଭିତରେ ବନ୍ଦ କରି। ଆପଣମାନେ ବି ଜାଣିଛନ୍ତି ପୂର୍ବରୁ ପଞ୍ଚାୟତ ଅଫିସ ରଞ୍ଜନ ଆଚାର୍ଯ୍ୟ ଘରେ ଖୋଲୁଥିଲା। ତେଣୁ ନିଶ୍ଚିତ ଭାବରେ 7 ଦିନ ଭିତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି। ପ୍ରଶ୍ନ ଅଛି, ଗଣତନ୍ତ୍ର ରାଷ୍ଟ୍ର ୱେଷ୍ଟବେଙ୍ଗଲ ଭଳିଆ ଦିଦିଙ୍କର ସାମ୍ରାଜ୍ୟ ଭୁଷୁଡ଼ିଗଲା, ଜନତା ଦନାର୍ଦ୍ଦନ। ଆଜି ଯେଉଁମାନେ ଆଜିକାର ସରକାରକୁ ଶାସନ ଦାୟିତ୍ୱ ଦେଇଛନ୍ତି ସେ ଦାୟିତ୍ୱ ଦେଇଥିବାର କାର୍ଯ୍ୟ ଆମେ ସୁଚାରୁ ରୂପରେ ସମ୍ପାଦନ କରୁଛୁ। ଏହି କାର୍ଯ୍ୟକୁ ଆମେ ଆହୁରି ଅଧିକରୁ ଅଧିକ ନିଜର ଶକ୍ତି ଲଗାଇ ସେମାନେ ନ୍ୟାୟ ପାଇବେ ଏବଂ ଯିଏ ଅନ୍ୟାୟ କରିଛନ୍ତି କଠୋରରୁ କଠୋର ଦଣ୍ଡ ପାଇବେ, ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ଗଠନ କରାଯିବ। ଆମେ ଗୋଟିଏ ଦେଖନ୍ତୁ, ଗୋଟିଏ କେସ୍ ଆସିଲା ପରେ ଆଉ ଅନେକ କଥା ଆସେ। ଏବେ ଆମର ଆଲୋଚନା ଭିତରେ କଲେକ୍ଟର କହୁଥିଲେ ଯେ ଜବ୍ କାର୍ଡ଼ର କଥା ଅଛି, ସେ ଜବ୍ କାର୍ଡ଼ ଅଛି କି ନାହିଁ
ଦି जन अच्छा हिताधिकारी 2 जनकर हिताधिकारी घर इश्यू होती गोटे घर फुल पेमेंट होती आउ गोटे अधा पेमेंट होती ए प्रकार भी अनेक कथा आसूची आम विभाग आगुरी किसी काम करिछि एवं आज गला परे आमे अल्प दिन भितर विदिन 7 days कार्यानुष्ठान ग्रहण आपण मैंने देखु आईन प्रक्रिया गोटे अच्छी सेमती करा जीवनी किए किए संश्लिष्ट अच्छा प्रत्येक विषय आसब न देखिक आम कहवाटा ठीक हम ना सर आगे कथा बड़ कथा योजना आस लोक पाखे सरकार जो मैंने विभाग अधिकारी आप निर्देश देवी से आसवे ग्राउंड स्थिति परीक्षे कम एडिशनल सेक्रेटरी देखुं छोट कथा नुहे माने गवर्नमेंट आसिक देखुची सीटू आपण मैंने चिंता करूँ गवर्नमेंट नीचे आसिक देखुची से आपण मैंने कौन द्वंद्व रही मना करुच्ची आम ए कार्यानुष्ठान ग्रहण करूँ। आठगढ़ मानस रंजन साहू का रिपोर्ट HR टीवी।